ଜୟ ଜଗନ୍ନାଥ ସାଙ୍ଗମାନେ ସକାଳୁ ସକାଳୁ ଆଜିର ବ୍ଲଗ ଟି ଷ୍ଟାର୍ଟ କରିବା। ବ୍ଲଗ କୁ ଯିଏ ବି ଦେଖୁଛନ୍ତି ଶେଷ ପର୍ଯ୍ୟନ୍ତ ରୁହନ୍ତୁ। ବ୍ଲଗ ଟି ଅତି ସୁନ୍ଦର ହେବାକୁ ଯାଉଛି। ଜୟ ଜଗନ୍ନାଥ ଆସନ୍ତୁ ଏବେ ଷ୍ଟାର୍ଟ କରିବା। ସାଙ୍ଗମାନେ ଦେଖନ୍ତୁ ଏବେ ମୁଁ ଫେରୁଛି ବୁଲିବାକୁ। ଏବେ ଫେରିଲି ସକାଳୁ ସକାଳୁ ଭାବିଲି ଆପଣଙ୍କ ସାଙ୍ଗରେ ମର୍ଣ୍ଣିଂ ମୁହୂର୍ତ୍ତଟି ସେୟାର କରିବି। ଦେଖନ୍ତୁ କେମିତି ଲାଗୁଛି ମର୍ଣ୍ଣିଂ ଭିଉ ଆପଣ ମାନଙ୍କୁ। ସକାଳୁ ସକାଳୁ 6ଟା ବେଳୁ ମୁଁ ଫେରିଲା ବେଳେ ନାଳ ବନ୍ଧରେ ନିଆରା ସତରେ ସେ ବୁଧ ପକେଇଲେ ବେଳୁ ବାଜିବ ଫେରିଲା ଗାଧଉଛନ୍ତି। ନିଆରା ଲାଗୁଛି। ଟୋଟାଲ ଶାନ୍ତ ପରିବେଶ, ଗାଡିର ଘୋ ଘା ଶବ୍ଦ, ରୋଡର ଘୋ ଘା ଶବ୍ଦ ନାହିଁ। ନଈ ଦେଖିପାରୁଥିବେ, ନଈର ଭିଉ ଏଇ ଜାଗାରେ କେମିତି ଦିଶୁଛି। ନଈର ମୁଁ ବି ଶାନ୍ତ ମନରେ ଗାଡି ଚଲଉଛି, ଆପଣ ମାନେ ଦେଖିପାରୁଥିବେ। ଶାନ୍ତରେ ଗାଡି ଚଲେଇ ସକାଳୁ ସକାଳୁ ମୁଁ ଫେରୁଛି। ଯାଇଥିଲି ବୁଲି ବନ୍ଧୁ ଘରକୁ। ଆପଣଙ୍କୁ ମର୍ଣ୍ଣିଂ ର ଭିଉ ଟା ଦେଖଉଛି, କେତେ ସୁନ୍ଦର ଲାଗୁଥିବ। ସତରେ ଏମିତିଆ ପ୍ରକୃତିର ଏଇ ସବୁ ରୂପକୁ ଦେଖିକିରି ମନକୁ ଆସୁଛି ପଦେ, ଏ ସୁନ୍ଦର ତୃପ୍ତିର ଅବସାଦ ନାହିଁ। ଯେତେ ଦେଖୁଥିଲେ ନୂଆ ଦିଶୁଥାଇ, ସତରେ ଏ ସୁନ୍ଦର ତୃପ୍ତିର ଅବସାଦ ନାହିଁ। ଆପଣ ଯାହା କୁହନ୍ତୁ। ସକାଳୁ ଭାଇ ଜଣକ ବି ମର୍ଣ୍ଣିଂ ୱାର୍କ କରୁଛନ୍ତି। ଯିଏ ବି ସକାଳୁ ଉଠିଥିବେ, ସେ ସକାଳୁ ଉଠିବାର ମଜା ନିଶ୍ଚିନ୍ତ ପାଇଥିବେ। ଏଟା ନିହାତି ସତ କଥା, ଆପଣ ମାନେ ଜାଣିଥିବେ। ସକାଳୁ ଉଠିବା ବି ଦେହ ପାଇଁ ବହୁତ ଭଲ ହୋଇଥାଏ। ଏ ରୋଡରେ ବହୁତ ଲୋକ ଗାଡି ଯାତାୟାତ ଦିଆ ନାହିଁ ବୋଲି ବାଇକ ପାଇଁ ରାସ୍ତାଟି ହୋଇଛି। ଯାହା ହଉ ଲୋକ ବହୁତ ମାତ୍ରାରେ ଆସନ୍ତି ମର୍ଣ୍ଣିଂ ୱାର୍କ କରିବାକୁ। ଏ ଲାଇନ ଟା ବି ଇନଷ୍ଟାଗ୍ରାମ ଭିଡିଓ କ୍ରିଏଟର ମାନଙ୍କ ପାଇଁ ଭାଇରାଲ ଜାଗା। ଆସନ୍ତି ଭିଡିଓ ବନେଇ। ଭୟାନକ ଭିଉ ଏ ଜାଗାର ଆପଣ ମାନେ ଦେଖିପାରୁଥିବେ। ବାଇକ ରେ ମୁଁ ଯାଉଛି, ଗୋଟିଏ ହାତରେ ମୁଁ ଭିଉ ଦେଖଉଛି, ସେମିତି ଜୁମ କରୁଛି। ଦେଖନ୍ତୁ ନିଆରା ଭିଉ ଭାଇ। ଏମିତିକା ପ୍ରକୃତିର ଇଏକୁ ଦେଖିକିରି ମନକୁ ଆସୁଛି ଗୋଟେ ଛୋଟ ଗୀତ। ସକାଳର ପହିଲି ଗାଡିରେ ଚାଲି ଯିବି ତତେ ମୁଁ ଛାଡ଼ିରେ, ପରଦେଶୀକୁ ବାନ୍ଧି ପାରିବୁନି ଗୋରି ତୋ ପଣତରେ। ଆପଣ ମାନଙ୍କୁ ବି ନିଆରା ଭିଉ ଲାଗୁଥିବ ନିଶ୍ଚିନ୍ତ ଭାବରେ। ଆଜି ସକାଳର ଲୋକ ଆପଣ ମାନଙ୍କୁ ବହୁତ ଭଲ ଲାଗୁଥିବ। ବାଟରେ ଗଲାବେଳେ ସାଙ୍ଗମାନେ ପଡିଗଲା ସେଇ କୁଜଙ୍ଗର ହରରୁ, ଯାହାକି ସମସ୍ତେ ଆସି ଭିଡିଓ ବନାନ୍ତି, କିନ୍ତୁ ମତେ ଭଲ ଲାଗେ ନା। କାହିଁକି ନା ଏଇ ଜାଗା ଟିକେ ତୁଫ ଲାଗେ ଆସିଲେ, ସେଥିରେ ଆସେ ନା। ଆଜ୍ଞା, ଯିଏ ବି ଦେଖୁଛନ୍ତି ଆପଣ ମାନଙ୍କୁ କେମିତି ଲାଗେ ଏ ଜାଗାକୁ ଆସି ଭିଡିଓ କରିବାକୁ, ନିଶ୍ଚିନ୍ତ କମେଣ୍ଟ ରେ ଲେଖିବେ। ଏମିତି ଯାଇ ମେନ୍ ରାସ୍ତାକୁ ଏବେ ବାହାରୁଛି। ଏଇଠି ବ୍ଲଗ ଟି ଶେଷ କରୁଛି। ଆପଣ ମାନଙ୍କୁ ସକାଳର ମର୍ଣ୍ଣିଂ ଭିଉ କେମିତି ଲାଗିଲା ନିଶ୍ଚିନ୍ତ କମେଣ୍ଟ ରେ ଲେଖିବେ। ଆଜିର ବ୍ଲଗ ଟି ଏଇଠି ଶେଷ କରୁଛି। ଜୟ ଜଗନ୍ନାଥ। ସମସ୍ତଙ୍କ ଦିନଟି ବହୁତ ଶୁଭମୟ ହଉ।